ମ୍ୟାଡ଼ାମ, ମୁଁ ତୁମକୁ କେବେ ନିରାଶ ହେବାକୁ ଦେବି ନାହିଁ। ବ୍ୟସ୍ତ ହୁଅନ୍ତୁ ନାହିଁ। ମୁଁ ତୁମର ଅଭାବ ପୂରଣ କରିବାକୁ ଜାରି ରଖିବି। ବିଧବା ହେବା ପରେ ପ୍ରଥମ ଥର ପାଇଁ ମୁଁ ମୋଠାରୁ ସାନ ପିଲାକୁ କିଛି ବାହାନା କରି ଶୋଇବା ଘରକୁ ଡାକିଲି। ଏପରି ଅବସ୍ଥାରେ ମୁଁ ବିଛଣାରେ ଶୋଇଥିବା ବେଳେ ଲଜ୍ଜିତ ଅନୁଭବ କରୁଥିଲି। ଆମ ଦୁହିଁଙ୍କ ମଧ୍ୟରେ ବୟସରେ ବହୁତ ପାର୍ଥକ୍ୟ ଥିଲା, କିନ୍ତୁ ମୁଁ ଏହି ଭୁଲକୁ କେବେ ବି ଭୁଲି ପାରିବି ନାହିଁ। କାରଣ ଯାହାକୁ ମୁଁ ଛୋଟ ପିଲା ବୋଲି ଭାବୁଥିଲି, ସିଏ ତ ମୋ ସହ। ମୁଁ ବିଧବା ହେବାର 10 ବର୍ଷ ବିତିଗଲାଣି ଏବଂ ସେବେଠାରୁ ମୁଁ କୌଣସି ପୁରୁଷ ପ୍ରତି ଆଗ୍ରହ ଅନୁଭବ କରିନଥିଲି। ସ୍ୱାମୀଙ୍କ ହଠାତ୍ ମୃତ୍ୟୁ ପରେ ତାଙ୍କ ବ୍ୟବସାୟ ପରିଚାଳନାରେ ଏବଂ ଏକମାତ୍ର ପୁଅ ଆୟୁଷକୁ ପାଳିବାରେ ବ୍ୟସ୍ତ ଥିଲି। ନିଜ ଇଚ୍ଛା ବିଷୟରେ ଚିନ୍ତା ନ କରି ଏହି ଦିନ ଆମର ବୃଦ୍ଧ ସେବକ ନିଜ ଘରକୁ ଫେରିବାକୁ ସ୍ଥିର କଲେ। ତେଣୁ ଜଣେ ନୂତନ ସେବକଙ୍କର ଆବଶ୍ୟକତା ଦେଖାଗଲା। ମୁଁ ବୃଦ୍ଧ ଚାକରଙ୍କୁ କହିଲି, ତମେ ଜଣେ ବିଶ୍ୱସ୍ତ ବ୍ୟକ୍ତି ଆଣ, ଯିଏ ତୁମ ସ୍ଥାନରେ କାମ କରିପାରିବ। ଯେତେବେଳେ ମୋହନ ଆସିଲା, ମୋତେ ପ୍ରଥମ ଦେଖାରେ ସେ ଭଲ ଲାଗିଲା। ମୋହନକୁ ଆମ ବୃଦ୍ଧ ଚାକର ଆଣିଥିଲେ। ମୁଁ ମଧ୍ୟ ବିଶ୍ୱାସ କରି ତାକୁ ରଖିଥିଲି। ପ୍ରକୃତରେ ସେ ଜଣେ ଭଲ ପିଲା ଥିଲା। ସେ ସକାଳରୁ ସନ୍ଧ୍ୟା 5ଟା ପର୍ଯ୍ୟନ୍ତ ମୋ ପୁଅ ଆୟୁଷ ସହିତ ଅଫିସରେ ରୁହେ ଏବଂ ସନ୍ଧ୍ୟାରେ କଲେଜ ଯାଏ। ରାତିରେ ରାତ୍ରିଭୋଜନ କରିବା ପରେ ଆମ ଦ୍ୱାରା ଦିଆଯାଇଥିବା କ୍ୱାର୍ଟର୍ସକୁ ଯାଉଥିଲା। ମୋତେ ତାଙ୍କ ସହିତ ଏକ ଆସକ୍ତ ଅନୁରାଗ ହୋଇଯାଇଥିଲା। ମୋର ଦେଢ଼ଶୁର ବହୁ ବର୍ଷ ଧରି ଲଣ୍ଡନରେ ଥିଲେ। ସେହିଦିନ ସେ ମୋ ପାଖକୁ ଆସିଲେ। ମୋ ପୁଅକୁ କହିଲେ, ଲଣ୍ଡନରେ ମୋ ପାଖକୁ ଆସି ରହ। ବ୍ୟବସାୟରେ ଏକ ମାଷ୍ଟର ଡିଗ୍ରୀ ପ୍ରାପ୍ତ କର। ଯଦି ତୁମେ ମୋ ଘରେ ରୁହ, ତେବେ ସମସ୍ତ ପ୍ରକାରର ତୁମର ଯତ୍ନ ନେବି। ସେ ମୋର ଏକମାତ୍ର ପୁତ୍ର ଥିଲା। ମୁଁ ତାକୁ ମୋଠାରୁ ଅଲଗା ହେବାକୁ ଚାହୁଁ ନଥିଲି। ସେ ତା ପିତାଙ୍କ ବ୍ୟବସାୟ ମଧ୍ୟ ପରିଚାଳନା କରୁଥିଲା। କିନ୍ତୁ ତାଙ୍କ ବଡ଼ବାପାଙ୍କ ଦ୍ୱାରା ଉତ୍ସାହିତ ହେବା ପରେ ଲଣ୍ଡନ ଯିବାର ସ୍ୱପ୍ନ ତା ଆଖିରେ ସ୍ଥିର ହୋଇଗଲା ଏବଂ ସେ ବ୍ୟବସାୟ ମୋତେ ଦେଇ ଲଣ୍ଡନ ଗଲା। ଏବେ ମୁଁ ନିଜ ପୁଅ ବିନା ଏକାକୀ ଅନୁଭବ କଲି। ଏପରି ପରିସ୍ଥିତିରେ ଯଦି ମୁଁ କାହାଠାରୁ ସାହାରା ସମର୍ଥନ ନେଇଥାନ୍ତି, ତେବେ ସେ ଚାକର ମୋହନ ହିଁ ଥିଲା। ସେ ତାର ଦାରିଦ୍ର୍ୟତାରେ ଅସନ୍ତୁଷ୍ଟ ହୋଇ ସମ୍ପର୍କୀୟଙ୍କଠାରୁ ଅଲଗା ହୋଇଥିଲା ଏବଂ ତାକୁ ମଧ୍ୟ କାହାର ସମର୍ଥନ ଆବଶ୍ୟକ ଥିଲା। ଯେଉଁଦିନ ମୋ ପୁଅ ଲଣ୍ଡନ ଯାଇଥିଲା, ମୁଁ ବହୁତ କାନ୍ଦିଲି। ସେ ମୋର ଯନ୍ତ୍ରଣା ଅନୁଭବ କଲା ଏବଂ ମୋତେ ସାନ୍ତ୍ୱନା ଦେଲା। କହିଲା, ମ୍ୟାଡ଼ାମ, ଦୟାକରି ମୋତେ ବିଶ୍ୱାସ କର, ମୁଁ ତୁମକୁ ନିରାଶ ହେବାକୁ ଦେବି ନାହିଁ। ମୁଁ ଏହି ଶବ୍ଦଗୁଡ଼ିକ ସହିତ ଭଲ ଅନୁଭବ କଲି। ସେହି ସମୟରେ ମୁଁ ଦୁଃଖ ଅନୁଭବ କରୁଥିଲି। ଯେଉଁ ପୁଅ ପାଇଁ ମୁଁ ମୋ ଜୀବନର ସମସ୍ତ ସୁବର୍ଣ୍ଣ ଦିନ ହରାଇଥିଲି, ତାକୁ ପାଳି ପୋଷି ବଡ଼ କଲି, ସେ ମୋତେ ଛାଡ଼ି ଚାଲିଗଲା। ମୁଁ ମୋ ରୁମରେ ବସି ମୁଁ ମୋ ପୁଅର ସ୍ମୃତିରେ ହଜିଯାଇଥିଲି। ଆଜି ମୁଁ ଜୀବନର ସମସ୍ତ ଜିନିଷ ମନେ ପକାଉଥିଲି। ଏପରି ପରିସ୍ଥିତିରେ ମୋର ସେବକ ସହାନୁଭୂତିର କିଛି ସମୟ ପାଇଁ ମୋ ପାଖକୁ ଆସିଥିଲା। ତା ଆଖି ମୋ ଦୁଃଖୀ ମୁହଁ ଉପରେ ରହିଲା। ସେ ମୋତେ ହୃଦୟରୁ ସାନ୍ତ୍ୱନା ଦେଇଥିଲା। ମୋ ପୁଅ ଯିବାର 5 ବର୍ଷ ବିତି ଯାଇଥିଲା। 5 ବର୍ଷ ବିତିଯିବା ପରେ ବର୍ତ୍ତମାନ ମୋର ସେବକ ଜଣେ ଶକ୍ତିଶାଳୀ ବ୍ୟକ୍ତି ପରି ଦେଖାଯାଉଥିଲା। ତାର ବାଲ୍ୟାବସ୍ଥା ଏବଂ ଚପଳତା ଶେଷ ହୋଇଯାଇଥିଲା। ସେ ଜଣେ ଯୁବକ ପରି ଦେଖାଯାଉଥିଲା। ମୋ ହୃଦୟରେ ଏକ ଇଚ୍ଛା ଉଠିଲା ଯେ ସେ ମୋର ଦୁଃଖ ବାଣ୍ଟି ନେଉ ଏବଂ ଆମେ ଆମର ହୃଦୟର ବିଷୟବସ୍ତୁଗୁଡ଼ିକ କଥା ହୋଇପାରିବୁ। କିନ୍ତୁ ମୁଁ ଏବଂ ତା ମଧ୍ୟରେ ଥିବା ଦୂରତା ବାଣ୍ଟିବା ତା ନିୟନ୍ତ୍ରଣରେ ନଥିଲା କିମ୍ବା ମୋ ଅଧୀନରେ। ସେ ଜଣେ ଚାକର ଥିଲା ଏବଂ ମୁଁ ମାଲିକାଣୀ। ସେହି ଦିନ ପରେ ମୁଁ ତା ପ୍ରତି ଯତ୍ନ ନେବାକୁ ଲାଗିଲି ଏବଂ ସେ ମଧ୍ୟ ପୂର୍ବ ଅପେକ୍ଷା ମୋ କଥା ଅଧିକ ମାନିବା ଆରମ୍ଭ କଲା। ମୁଁ ଅନେକ ଥର ଭାବିଥିଲି ଯେ ଯଦି ମୁଁ ଏହି ଜୀବନ ଛାଡ଼ି ପୁଣି ଥରେ ଏକ ନୂତନ ଜୀବନ ବିଷୟରେ ଚିନ୍ତା କରିଥାନ୍ତି, ତେବେ ମୁଁ ନିଶ୍ଚିତ ଭାବରେ ସେହିଭଳି ଜୀବନସାଥୀ ଚାହିଁବି, ଯିଏ ଜଣେ ମହିଳାଙ୍କୁ ସମ୍ମାନ କରେ ଏବଂ ତାର ଦୈନନ୍ଦିନ କାର୍ଯ୍ୟ ମଧ୍ୟ ଜାଣେ। କିନ୍ତୁ ମୋ ଜୀବନରେ ଏହି ପର୍ଯ୍ୟାୟରେ ଯେତେବେଳେ ମୋର ଏକ ଛୋଟ ପୁଅ ଥିଲା ଏବଂ ମୋତେ 37 ବର୍ଷ ହୋଇଥିଲା, ଏହିପରି ଇଚ୍ଛା କେବଳ ଏକ ସ୍ୱପ୍ନ ଥିଲା। ମୋର ଏବଂ ମୋହନ ମଧ୍ୟରେ ବୟସର ବହୁତ ପାର୍ଥକ୍ୟ ଥିଲା। ସେ ବୟସରେ ମୋର ପୁଅ ସହିତ ସମାନ ଥିଲା। ତାକୁ 22 ବର୍ଷ ହୋଇଥିଲା।
ସେ ମୋର ସମସ୍ତ ଦୁଃଖରେ ମୋତେ ସମର୍ଥନ କଲା। ସେଥିପାଇଁ ମୁଁ ସେହି ଅନୁଭବ କରିପାରିଲି ଯାହା ସେହି ସମୟରେ କୌଣସି ମହିଳା ଆବଶ୍ୟକ କରନ୍ତି। ଯେତେବେଳେ ସେ କୌଣସି ସମର୍ଥନ ବିନା ଏକାକୀ ଏବଂ ଶକ୍ତିଶାଳୀ ରୁହନ୍ତି। ଯଦିଓ ଧନ ମଧ୍ୟ ଏକ ସମର୍ଥନ, କିନ୍ତୁ ଏହା ଏତେ ଦୃଢ଼ ସମର୍ଥନ ନୁହେଁ। ବେଳେ ବେଳେ ଧନ ଜଣେ ମହିଳାଙ୍କୁ ବହୁତ ଗର୍ବୀ ଓ ଦାମ୍ଭିକ କରିଦିଏ। ସେହି ଦିନଠାରୁ ମୋର ସେବକ ମୋହନ ମୋର ବହୁତ ଯତ୍ନ ନେଉଥିଲା ଏବଂ ତା ପାଇଁ ସେହି ଭାବନା ମୋ ହୃଦୟରେ ବିକଶିତ ହେଉଥିଲା, ଯାହା ମୋ ବୟସର ଜଣେ ମହିଳାଙ୍କ ପାଇଁ ଅନୁପଯୁକ୍ତ ଥିଲା। ମୁଁ ଏକ ଶିଶୁର ମା ହୋଇ ବିଧବା ହେଲି। ମୋର ଅଭିଳାଷ ଏବଂ ଇଚ୍ଛା ପୂରଣ ହୋଇନଥିଲା। ବର୍ତ୍ତମାନ ଯେତେବେଳେ ମୁଁ ମୋର ଦାୟିତ୍ୱରୁ ଛାଡ଼ ପାଇଲି, ମୋ ଭିତରେ ଶୋଇଥିବା ମହିଳା ମଧ୍ୟ ଉଠିଲା। ମୁଁ ଭାବେ, ଯଦି ମୋର ଅନ୍ୟ ଏକ ସନ୍ତାନ ଥାଆନ୍ତା ଏବଂ ବେଳେବେଳେ ଭାବେ ମୁଁ କାହିଁକି ପୁନର୍ବାର ବାହା ହୋଇନଥିଲି ବୋଲି ଆଶ୍ଚର୍ଯ୍ୟ ହୁଏ। ଆଜି ମୋର ଚାରିପାଖରେ ମୋର ନିଜର ଲୋକ ଥାଆନ୍ତେ। ଯେତେବେଳେ ମୋହନ ମୋତେ ଆକାଉଣ୍ଟାଣ୍ଟ ହିସାବ ଦେବାକୁ ଆସେ, ସେ ମୋ ସାମ୍ନାରେ ବସିଥାଏ। ମୋର ଅଭିଳାଷ ଅଜବ ହୋଇଯାଏ। ମୁଁ ତାକୁ ମୋର ଉଦ୍ଦେଶ୍ୟ କିପରି କହିବି। ମୁଁ ପୁଣି ଥରେ ଘର ସଂସାର କରିବାକୁ ଚାହୁଁଛି। ବର୍ତ୍ତମାନ ମୁଁ ବୁଝିପାରୁଛି, ବିଧବାଙ୍କ ଘର ସଂସାର ପୁନଃ ଥଇଥାନ କରିବା ଭଲ ହୋଇଥାଏ। ଲୋକମାନେ କହୁଥିଲେ ବିଧବାମାନେ ପୁନର୍ବାର ବିବାହ କରିନେବା ଉଚିତ। ଏହା କୌଣସି ଅପରାଧ ନୁହେଁ ଏବଂ ମୁଁ ଏହି କଥାକୁ ଭଲ ଅନୁଭବ କଲି ନାହିଁ। ମୁଁ କ୍ରୋଧ ହେଲି। ସେ କାହିଁକି ମୋ ସାମ୍ନାରେ ଏପରି କଥା କୁହନ୍ତି? ବିଧବା ହେବା ଅପରାଧ ନୁହେଁ। ମୋର ଘର, ଧନ ଏବଂ ପିଲା ଅଛନ୍ତି। ସବୁ କିଛି ଅଛି। ମୋର କୌଣସି ସମର୍ଥନ ଦରକାର ନାହିଁ। କିନ୍ତୁ ବର୍ତ୍ତମାନ ଦେଖାଯାଉଛି ଯେ ପ୍ରତ୍ୟେକ ପରିସ୍ଥିତିରେ ଜଣେ ମହିଳାଙ୍କ ପ୍ରକୃତ ସମର୍ଥନ ହେଉଛି ତାଙ୍କ ଜୀବନ ସାଥୀ। ଦିନେ ଆମେ ଦୁହେଁ କାରରେ ବଜାରକୁ ପନିପରିବା କିଣିବାକୁ ଯାଉଥିଲୁ। ସିଗ୍ନାଲ ବନ୍ଦ ହେବା ପରେ କାରଟି ସେହି ସ୍ଥାନରେ ଅଟକିଗଲା। ସେତେବେଳେ ଜଣେ ବୃଦ୍ଧ ଭିକାରୀ ହାତ ବଢ଼ାଇ କହିଲା, ଦୟାକରି ମୋତେ କିଛି ଦିଅ। ମୁଁ ଭୋକିଲା ଅଛି। ଭଗବାନ ତୁମ ଦମ୍ପତିକୁ ସୁରକ୍ଷିତ ରଖନ୍ତୁ। ମୁଁ ତାଙ୍କୁ 50 ଟଙ୍କା ଦେଇ କାରକୁ ଆଗକୁ ବଢ଼ାଇଲି। ମୁଁ ଆଶ୍ଚର୍ଯ୍ୟ ହୋଇ ମୋହନକୁ ଚାହିଁଲି। ସେ ଟିକେ ଆଶ୍ଚର୍ଯ୍ୟ ହୋଇଗଲା। ତାପରେ ତା ଆଶ୍ଚର୍ଯ୍ୟକୁ ହଟାଇବା ପାଇଁ ମୁଁ କହିଲି, ଆଶ୍ଚର୍ଯ୍ୟଜନକ। ବେଳେ ବେଳେ ଏପରି ଏହି ଭିକାରୀମାନେ ମଧ୍ୟ ଅନୁପଯୁକ୍ତ କଥା କୁହନ୍ତି। ବର୍ତ୍ତମାନ ଏହି ବୟସରେ ମଧ୍ୟ କୌଣସି ମହିଳା ବିବାହ କରିପାରିବେ? କାହିଁକି ନୁହେଁ ମ୍ୟାଡାମ। ତୁମେ କୌଣସି ପ୍ରକାରରେ ଅଧିକ ବୟସ୍କ ଦେଖାଯାଉ ନାହଁ, କିନ୍ତୁ ଏହି ଫଳାଫଳ ହେତୁ ମୁଁ ତୁମଠାରୁ ବୟସ୍କ ଦେଖାଯାଉଛି। ତାଠାରୁ ଏହା ଶୁଣି ଖୁସିର ନଦୀ ମୋ ହୃଦୟରେ ପ୍ରବାହିତ ହେବାକୁ ଲାଗିଲା। ମୁଁ କହିଲି, ଜଣେ ବ୍ୟକ୍ତି ସ୍ମାର୍ଟ ହେବା ଉଚିତ। ସେ ନିଜ ଯତ୍ନ ନେବା ଉଚିତ। ଶୁଣ ମୋହନ, ତୁ କାର୍ଯ୍ୟରେ ଏତେ ବ୍ୟସ୍ତ ଯେ ତୋ ନିଜ ଶରୀର ବିଷୟରେ ମଧ୍ୟ ହୋସ୍ ନାହିଁ। ମୁଁ ତ ଏମିତି କହିଦେଲି, କିନ୍ତୁ ଏହା କହି ଲଜ୍ଜିତ ଅନୁଭବ କଲି। ବର୍ତ୍ତମାନ ମୋତେ ଦେଖି ସେ ମୋର ଉଦ୍ଦେଶ୍ୟ ହଟାଇବାକୁ ଚାହୁଁଥିଲା। ମ୍ୟାଡାମ, ଆପଣ ଠିକ୍ କହିଛନ୍ତି। ଆପଣ ପ୍ରକୃତରେ ନିଜ ବୟସଠାରୁ 10 ବର୍ଷ ସାନ ଦେଖାଯାଉଛନ୍ତି। ଥାଉ ସେକଥା, ତୁ ମୋତେ ବିଭ୍ରାନ୍ତ କରୁଛୁ। ମ୍ୟାଡାମ, ମୁଁ ସତ କହୁଛି, ତୁମେ ଏବେ ବି ବହୁତ ସୁନ୍ଦର ଲାଗୁଛ। ତୁମେ ନିଶ୍ଚିତ ଭାବରେ ନିଜଠାରୁ ସାନ ଦେଖାଯାଉଛ। ତୁମେ ଜୀବନରେ କ'ଣ ଦେଖିଛ? ତୁମେ କେବଳ ତୁମର ପିଲାର ପ୍ରତିପୋଷଣ ଏବଂ ଯତ୍ନ ବିଷୟରେ ଚିନ୍ତା କରୁଥିଲ। ତୁମେ ଏବେ ବି ଚାହିଁଲେ ନୂଆ ସୁଖ ହାସଲ କରିପାରିବ। କ'ଣ କହୁଛୁ ମୋହନ? ମୁଁ ହସିଲି। ତୁ ମୋତେ ପରିହାସ କରୁଛୁ କି? ନା ନା ମ୍ୟାଡାମ, ମୁଁ ମୋର ସୀମା ଅତିକ୍ରମ କରିଦେଲି। ଏକ ବଶୀଭୂତ ସ୍ୱରରେ କହିଲା, ମୁଁ ଦୁଃଖିତ, ବୋଧହୁଏ ତୁମେ ମୋ କଥା ପସନ୍ଦ କଲ ନାହିଁ। ତୁମର ଅସାବଧାନତାରେ ତୁମେ କ'ଣ କହିଲ, ଏହା ସେପରି ନୁହେଁ। କିନ୍ତୁ ତୁମେ ଭାବ, ଆଜିକାଲି କମ୍ ବୟସ୍କ ଯୁବତୀମାନେ ଅବିବାହିତା ହୋଇ ଘରେ ବସିଛନ୍ତି। ମୋ ପରି ମଧ୍ୟ ବୟସ୍କ ବିଧବାଙ୍କୁ କିଏ ବିବାହ କରିବ? ସେ କିଛି ସମୟ ନୀରବ ରହିଲା ଏବଂ କହିଲା, ଯଦି ତୁମେ ରାଗିବ ନାହିଁ, ମୁଁ ଗୋଟିଏ କଥା କହିବାର ଭୁଲ କରିବି। କହିଲା, ଶୁଣେ, ମୁଁ ତୁମକୁ ବିବାହ କରିବାକୁ ଚାହୁଁଛି। ମୁଁ ତୁମକୁ ପସନ୍ଦ କରେ। ଯଦି ତୁମେ ଚାହିଁବ। ସେକଥା ଶୁଣି ମୁଁ ଆଶ୍ଚର୍ଯ୍ୟ ହୋଇଗଲି। ମୁଁ କେବେ ଭାବିନଥିଲି ଯେ ମୋର ସେବକ ଏପରି ଅନୁରୋଧ କରିବ କିମ୍ବା ମୋତେ ଏତେ ବଡ଼ କଥା କହିବ। ମୁଁ ସମ୍ପୂର୍ଣ୍ଣ ଚୁପ୍ ହୋଇଗଲି। ସେ ଭାବିଲା ମୁଁ ରାଗିଗଲି। ତାପରେ ସେ ମଧ୍ୟ ସାପ କାମୁଡ଼ା ଅନୁଭବ କଲା।
ବେଶ କିଛି ସମୟ ଚୁପ୍ ରହିବା ପରେ ସେ କହିଲା, ମ୍ୟାଡ଼ାମ୍, ଦୟାକରି ମୋତେ କ୍ଷମା କର। ତୁମ ସହିତ ଏଭଳି କଥାବାର୍ତ୍ତା କରି ମୁଁ ବହୁତ ଲଜ୍ଜିତ। ମୁଁ ନିଜକୁ ସମ୍ଭାଳି ମୋର ହୃଦୟର ସ୍ପନ୍ଦନକୁ ନିୟନ୍ତ୍ରଣ କଲି ଏବଂ କହିଲି, ମୁଁ କ୍ରୋଧିତ ନୁହେଁ ମୋହନ। ତୁମେ ପ୍ରକୃତରେ ବହୁତ ସୁନ୍ଦର ପିଲା, କିନ୍ତୁ ଆମ ମଧ୍ୟରେ ବୟସର ବହୁତ ପାର୍ଥକ୍ୟ ଅଛି। ତୁମେ ମୋତେ ସହାନୁଭୂତି ହେତୁ ଏପରି ଭାବପ୍ରବଣ କଥା କହିଥିଲ, କିନ୍ତୁ ଜଣେ ବ୍ୟକ୍ତିଙ୍କୁ ସର୍ବଦା ଭାବପ୍ରବଣ ନିଷ୍ପତ୍ତିରେ ଅନୁତାପ କରିବାକୁ ପଡ଼େ। ସେ ମୋ ନିକଟରେ ନିବେଦନ କରି କହିଲେ, କିନ୍ତୁ ଏହା ଆଦୌ ଭାବପ୍ରବଣ ନିଷ୍ପତ୍ତି ନୁହେଁ। ମୁଁ ଅତି ଯତ୍ନର ସହ ଚିନ୍ତା କରିବା ପରେ ଏହା କହିଛି, ମୋହନ, ମୋର ଏବଂ ତୁମ ମଧ୍ୟରେ ବୟସରେ ଏତେ ପାର୍ଥକ୍ୟ ଅଛି ଯେ ବର୍ତ୍ତମାନ ମୁଁ ପିଲାମାନଙ୍କର ମା ମଧ୍ୟ ହୋଇପାରିବି ନାହିଁ। ମୁଁ ଏହି ବୟସରୁ ମଧ୍ୟ ଆଗକୁ ଚାଲିଗଲିଣି, ଯେତେବେଳେ କି ତୁମର ବୟସର ଲୋକମାନେ ବିବାହ ପରେ ସନ୍ତାନ ପ୍ରାପ୍ତି କରିବାକୁ ଇଚ୍ଛା କରନ୍ତି। ତୁମର ତ ସନ୍ତାନ ଅଛି ନା? ତୁମ ବୟସକୁ ସମ୍ଭାଳି ରଖ। ଏବଂ ମୁଁ ଭାବୁନାହିଁ ଯେ ମୋର ସନ୍ତାନ ହେବା ଆବଶ୍ୟକ। ମୁଁ ଭାବିଲି ସେ ହୁଏତ ମୋ ଧନ ସମ୍ପତ୍ତି ଉପରେ ନଜର ରଖିଛି। ବୟସଠାରୁ ବହୁତ ସାନ କାହାକୁ ବିବାହ କରିବା ଅର୍ଥ ବୃଦ୍ଧା ଅବସ୍ଥାରେ ଜଣଙ୍କର ଜୀବନ ନଷ୍ଟ କରିବା। ହଁ, ତୁମେ ଭଲ ଭାବରେ ଭାବିନିଅ। ମୁଁ ମଧ୍ୟ ଭାବିକି ଉତ୍ତର ଦେବି ଏବଂ ମୁଁ ଏକ ଦ୍ୱନ୍ଦ୍ୱରେ ଥିଲି। ମୋର ହୃଦୟ ମୋତେ ଏହାକୁ ଗ୍ରହଣ କରିବାକୁ କହିଲା, କିନ୍ତୁ ମୋର ମନ କହିଲା ନା। ବର୍ତ୍ତମାନ ସମୟ ଅତିବାହିତ ହୋଇଛି। ଲୋକମାନେ ସେତେ ଭଲ ନୁହନ୍ତି। ଭଲ ପୁରୁଷମାନେ ମଧ୍ୟ ପ୍ରତାରଣା କରନ୍ତି। ଏହାପରେ ଆମେ ଦୁହେଁ ଅନେକ ଦିନ ଚୁପ୍ ରହିଲୁ ଏବଂ ଏହି ନୀରବ ଅର୍ଥହୀନ ଝଡ଼ ଭିତରକୁ ପ୍ରଭାବିତ ହେଉଥିଲା। ବର୍ତ୍ତମାନ ମୁଁ ରାତିରେ ଶୋଇପାରୁନାହିଁ। ତା ହେତୁ ମୋର ହୃଦୟ ଅଶାନ୍ତ ଥିଲା ଏବଂ ତା ପ୍ରତି ପ୍ରେମ ବଢ଼ିଗଲା। ବର୍ତ୍ତମାନ ଘରେ ମୋହନଙ୍କ ବ୍ୟତୀତ କିଏ ଆଉ ଅଛି? ସେ ମୋର ଦାୟିତ୍ୱ ନେଉଥିଲା, ଡାକ୍ତରଙ୍କ ପାଖକୁ ନେଉଥିଲା, ମୋର ଔଷଧ ଆଣିବାକୁ ଯାଉଥିଲା। ସେ ଏସବୁ କିଛି କରିବା ପରେ ମୁଁ ଭାବିଲି ଯେ ପ୍ରକୃତରେ ଜଣେ ଏକାକୀ ମହିଳାକୁ ଶକ୍ତିଶାଳୀ ସମର୍ଥନ କେତେ ଆବଶ୍ୟକ କରେ। ମୁଁ ମଧ୍ୟ ନିଶ୍ଚିତ ଭାବେ ମୋହନଙ୍କ ପ୍ରେମରେ ନାହିଁ, କିନ୍ତୁ ସେ ମୋର ଆବଶ୍ୟକତା ହୋଇଗଲେ। ସେ ତା'ର ସରଳତା ଓ ନିର୍ମଳ ଭାବନା ସହିତ ଏପରି ଏକ ସ୍ଥାନ ସୃଷ୍ଟି କରିଥିଲା ଯାହା ମୋ ମନ ତାକୁ ସେବକ ବଦଳରେ ତାଙ୍କୁ ମୋର ସାଥୀ ଭାବିବା ଆରମ୍ଭ କଲା। ବର୍ତ୍ତମାନ ମୁଁ ପ୍ରତିଦିନ ଏହା ବିଷୟରେ ଚିନ୍ତା କରେ। ଅଧିକ ଚିନ୍ତା କରି ମୋର ଅସ୍ତିତ୍ୱ ମଧ୍ୟ ଅସୁବିଧାରେ ପଡ଼େ। ମୁଣ୍ଡ ବିନ୍ଧା ଲାଗି ରହିଲା। ମୁଁ ବ୍ୟବସାୟ ମାମଲାରୁ ମଧ୍ୟ ହାତ ଛାଡ଼ିଦେଲି। ସମସ୍ତ ଦାୟିତ୍ୱ ମୋହନକୁ ଦେଇଦେଲି। ଦିନେ ମୋର ପ୍ରବଳ ମୁଣ୍ଡବିନ୍ଧା ହେଲା ଏବଂ ମୁଁ ମୋ ମୁଣ୍ଡକୁ ହାତରେ ଚାପି ଦେଉଥିଲି। ମୋହନ ଅଫିସରୁ ଆସିଥିଲେ। ତାଙ୍କ ହାତରେ କିଛି ଫାଇଲ୍ ଥିଲା ଏବଂ ମୋ ରୁମ୍କୁ ଆସିବାକୁ ଅନୁମତି ମାଗିଥିଲେ। ମୁଁ କହିଲି, ଆସ, ଫାଇଲ୍ଗୁଡ଼ିକ ମୋତେ ଏଠାରେ ଦେଖାଅ। କିନ୍ତୁ ମୋ ମୁଣ୍ଡ ଯନ୍ତ୍ରଣାରେ ଫାଟିପଡ଼ୁଥିଲା। ସିଏ ମୋ ପାଖରେ ଏକ ଚେୟାରରେ ବସି ଫାଇଲ୍ଗୁଡ଼ିକୁ ପାଖରେ ରଖି ପଚାରିଲେ, ମୁଁ ତୁମ ମୁଣ୍ଡକୁ ଦବାଇବି କି? କିନ୍ତୁ ଫାଇଲ୍ ଖୋଲ ନାହିଁ। ସକାଳେ ମୁଁ ଦେଖିଦେବି। ମୋର ମନା ସତ୍ତ୍ୱେ ସେ ମୋ କପାଳରେ ହାତ ରଖି ମୁଣ୍ଡକୁ ଦବାଇବା ଆରମ୍ଭ କଲେ। ମୁଁ ଆରାମ ଅନୁଭବ କଲି। ଅବଶ୍ୟ ମୁଁ ବହୁତ ଆରାମ ଅନୁଭବ କରୁଥିଲି। ତଥାପି ମୋ ସ୍ୱାମୀଙ୍କ ମୃତ୍ୟୁ ପରେ ମୁଁ କୌଣସି ପୁରୁଷକୁ ମଧ୍ୟ ଆଖି ଉଠାଇ ଦେଖିନଥିଲି ଏବଂ ସମ୍ମାନଜନକ ଜୀବନ ବିତାଇଥିଲି। ବେଳେବେଳେ କିଛି ଦୁର୍ବଳ ମୁହୂର୍ତ୍ତ ମଣିଷକୁ ନିଜ ନିୟନ୍ତ୍ରଣରେ ନେଇଥାଏ। ମୁଁ କେବଳ ଆଖି ବନ୍ଦ କରିଦେଲି ଏବଂ ଏମିତି ପ୍ରକାଶ କଲି କିଛି ହୋସ୍ରେ ନାହିଁ। ସେତେବେଳେ ମୋହନ ମଧ୍ୟ ଜାଣିଥିଲେ ମୁଁ କ'ଣ ଭାବୁଛି। ସେ ମୋ ରୁମ୍ ଛାଡ଼ି କହିଲା, ମ୍ୟାଡ଼ାମ୍, ଆପଣ ଭଲ ଅନୁଭବ କରୁନାହାନ୍ତି। ଦୟାକରି ବିଶ୍ରାମ କରନ୍ତୁ। କାଲି ସକାଳେ ଫାଇଲ୍ ଯାଞ୍ଚ କରିବେ। ପରଦିନ କିମ୍ବା ତା ପରଦିନ ସେ ଆସିନଥିଲେ। ତାପରେ ମୁଁ ତାଙ୍କୁ ଫୋନ୍ କଲି ଏବଂ ସେ କହିଲା, ଅଫିସରୁ ମୁଁ ଆଜି ତୁମ ପାଖକୁ ଆସିବି। ଭାବିଲି ତୁମେ ଆରାମ ଟିକେ କରିନିଅ, ସେଥିପାଇଁ ଯାଇନଥିଲି। ମୁଁ ମଧ୍ୟ ଅଫିସରେ କାମ କରିବାରେ ବ୍ୟସ୍ତ ଅଛି। ଅଧିକନ୍ତୁ ତାଙ୍କର ସ୍ୱର ଏତେ ଶାନ୍ତ ଥିଲା କି ମୁଁ ଭାବିଲି ବର୍ତ୍ତମାନ ସେ ମୋ ଘର କାମ ଛାଡ଼ିଦେବେ। ସେ ମୋର ଭୟ ଏବଂ ଅସୁବିଧା ବିଷୟରେ ଭଲ ଭାବରେ ଜାଣିଥିଲେ। ସନ୍ଧ୍ୟାରେ ସେ ଆସି ମୋତେ କିଛି ଫାଇଲ୍ ଯାଞ୍ଚ କରିବାକୁ କହିଲେ ଏବଂ କିଛି ଦସ୍ତଖତ କରାଇବାର ଥିଲା। ସେ ମଧ୍ୟ ତାହା କଲେ। ତାପରେ ସେ କହିଲେ, ମ୍ୟାଡ଼ାମ୍, ଆପଣ ଏପର୍ଯ୍ୟନ୍ତ ମୋ କଥାର ଉତ୍ତର ଦେଇନାହାନ୍ତି। ବୋଧହୁଏ ଆପଣ ଏପରି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାକୁ ଭୟ କରୁଛନ୍ତି। ବୋଧହୁଏ ଆପଣ ମୋତେ ବିଶ୍ୱାସ କରନ୍ତି ନାହିଁ।
କିଛି ଅସୁବିଧା ନାହିଁ। ମୁଁ ଭୁଲିଯିବି ଯେ ଆମ ମଧ୍ୟରେ କିଛି ଏମିତି ଆଲୋଚନା ହୋଇଛି। ତୁମେ ମଧ୍ୟ ନିଜକୁ ଶକ୍ତିଶାଳୀ ରଖ, ଯାହାଦ୍ୱାରା ଆପଣଙ୍କର ବ୍ୟବସାୟ ପ୍ରତିକୂଳ ପ୍ରଭାବିତ ହେବ ନାହିଁ ଏବଂ ପୂର୍ବପରି ବ୍ୟବସାୟ ପ୍ରାଙ୍ଗଣରେ ଆପଣ ଆଗ୍ରହ ଦେଖାନ୍ତୁ। ମୋ ପୁଅ ଆୟୁଷ ବହୁତ ଟଙ୍କା ମାଗିଛନ୍ତି। ବର୍ତ୍ତମାନ ମୁଁ ଅଧିକ ବ୍ୟବସାୟ ଉପରେ ଧ୍ୟାନ ଦେବା ଆରମ୍ଭ କଲି। ମୋର ଦୁଃଖର ମେଘ ଚାଲିଗଲା, କିନ୍ତୁ ତାଙ୍କ ଭାବନା ମୋ ହୃଦୟରେ ରହିଲା। ବିନା ଇଚ୍ଛାରେ ମଧ୍ୟ ମୁଁ କହିଲି ଯେ ମୋର ମୋହନ ଦରକାର। ଭଗବାନ ମୋ ପୁଅକୁ ସୁରକ୍ଷିତ ରଖନ୍ତୁ। କିନ୍ତୁ ବର୍ତ୍ତମାନ ସେ ତା ନୂତନ ଜୀବନରେ ହଜିଯାଇଛି। ମୁଁ ଜାଣେ ମୁଁ ପ୍ରକୃତରେ ସଂସାର କରି ସ୍ଥିର ହେବାକୁ ଚାହୁଁଛି, କିନ୍ତୁ ମୁଁ ତୁମ ବିଷୟରେ ଭାବୁଛି। ତୁମେ ଏ ବିଷୟରେ ଚିନ୍ତିତ ହେବା ଜରୁରୀ। ତୁମର ଏଥିରେ କ୍ଷତି ହେବ, ମୋର ନୁହେଁ। ସେ କହିଲା, ମୁଁ ଭଲ ଭାବରେ ଚିନ୍ତା କରିବା ପରେ ନିଷ୍ପତ୍ତି ନେଇଛି। ଏହା ଠିକ୍ ଯେ, କିନ୍ତୁ ମୁଁ ମୋ ପୁଅକୁ କିପରି କହିବି ଯେ ମୁଁ ଏହି ବୟସରେ ବିବାହ କରୁଛି? ତୁମେ ତୁମର ଦେଢ଼ଶୁରଙ୍କୁ କୁହ। ସେ ସେଠାରେ ଅଛନ୍ତି, ଯେଉଁଠାରେ ଲୋକମାନେ ଏହି ବିଷୟରେ ଭିନ୍ନ ଚିନ୍ତା କରନ୍ତି। ସେ ନିଶ୍ଚିତ ଭାବରେ ତୁମକୁ ସାହାଯ୍ୟ କରିବେ। ବହୁତ ସାହସ ସହିତ ମୁଁ ଦେଢ଼ଶୁରଙ୍କୁ ଫୋନ୍ କଲି ଏବଂ ମୋର ସମସ୍ୟା ବିଷୟରେ ତାଙ୍କୁ ଜଣାଇଲି। ସେ କହିଲେ, ତୁମେ ନିଶ୍ଚିତ ଭାବରେ ବିବାହ କରିବା ଉଚିତ। ମୁଁ ଆୟୁଷର ଯତ୍ନ ନେବି, କିନ୍ତୁ ତୁମେ ଆମର ବ୍ୟବସାୟ ମାଲିକ ରହିବ। ଅନ୍ୟ କାହାକୁ ମାଲିକାନା ଦେବ ନାହିଁ, ଅନ୍ୟଥା ତୁମେ ତୁମର ହାତ ନିଜେ କାଟିବ। ଦେଢ଼ଶୁରଙ୍କ ଅନୁମତି କ୍ରମେ ମୁଁ ମୋହନଙ୍କୁ ବିବାହ କଲି। ପରେ ସେ ମୋ ପୁଅକୁ କହିଥିଲେ, କିନ୍ତୁ ସେ ତାକୁ ମା'ଙ୍କୁ ଦ୍ୱିତୀୟ ବିବାହ ଗ୍ରହଣ କରିବାକୁ ବିଶ୍ୱାସ କରିପାରିଲେ ନାହିଁ। ସେ ବହୁତ ରାଗିଗଲା ଏବଂ ମୋ ସହିତ ଥିବା ସମସ୍ତ ସମ୍ପର୍କକୁ ସମାପ୍ତ କଲା। କିଛି ବର୍ଷ ପରେ ସେ ଭାରତ ଆସି ତା ନାମରେ ବ୍ୟବସାୟ ପଞ୍ଜୀକୃତ କଲା ଏବଂ ମୋତେ କେବଳ ଘର ଓ ଅଳଙ୍କାର ଦେଇଗଲା ଏବଂ ସମସ୍ତ ସମ୍ପତ୍ତି ନିଜ ସହିତ ନେଇଗଲା। ମୋ ପୁଅ ବ୍ୟବସାୟ ପରିଚାଳନା କରୁଥିବା ଦେଖି ମୁଁ ମଧ୍ୟ ଖୁସି ହେଲି, କିନ୍ତୁ ମୁଁ ଇଚ୍ଛା କରେ ସେ ମୋ ସହ ସହମତ ହୋଇଥାନ୍ତା, କାରଣ ମୋହନ ମୋ ଧନ ପାଇଁ ଲୋଭୀ ନଥିଲେ। ସେ ଅନ୍ୟ ଏକ ସ୍ଥାନରେ ବହୁତ ଭଲ ଚାକିରି ପାଇଥିଲେ। ଏହି ପଦକ୍ଷେପ ଗ୍ରହଣ କରି ମୁଁ ନିଶ୍ଚିତ ଭାବରେ ମୋ ପୁଅକୁ ହରାଇଲି, କିନ୍ତୁ ମୁଁ ନିଜକୁ ଭାଗ୍ୟବାନ ମନେକରେ। ମୋହନ ମୋ ବିରୁଦ୍ଧରେ କୌଣସି ଅଭିଯୋଗ ନାହିଁ। ବୟସ ପାର୍ଥକ୍ୟ ସତ୍ତ୍ୱେ ସେ ମୋତେ ପ୍ରକୃତରେ ଭଲ ପାଉଥିଲେ ଏବଂ ମୋର ଯତ୍ନ ନେଉଥିଲେ। ମୋତେ ଟିକିଏ ଯନ୍ତ୍ରଣା ଭୋଗିବାକୁ ମଧ୍ୟ ଦେଉନଥିଲେ। କିନ୍ତୁ ତାଙ୍କଠାରୁ ଏତେ ପ୍ରେମ ପାଇବା ପରେ ମଧ୍ୟ ମୋର ହୃଦୟ ଅସ୍ଥିର ରହିଲା, କାରଣ ମୁଁ ଯେଉଁ ପୁଅକୁ ମୋର ଯୌବନର ସୁବର୍ଣ୍ଣ ଦିନ ବଳି ଦେଇ ଜନ୍ମ ଦେଇଥିଲି, କେତେ କଷ୍ଟ ସହି ଲାଳନ ପାଳନ